सब स्मरण में स्कूल एत वर्ष कम कर मिसिक भारी जोरे कांद लगे मुझे एत दिन है कम कर हठात छाड़ी जी जाऊँगी छुआ मैंने जगना हुए कहे यार बस पाठ पढ़ कहीदे सागे सागे से चुपी जाकि बस पढ़ते मानते जहाँ गोटे कथा कहले मानते यही सब भल पाइबा जमी पिला से भल पाइबा समस्त शिक्षक शिक्षक को देवे आ गुरुजन मान सम्मान करेंगे निश्चित से आशीर्वाद तुम उपरे तुम भल पाठ पढ़ी आहरी आगे केते कांदी बाहर आस शुण विधिर नियम अच्छी आम आसीच मैंने दिने ना दिने जा किंतु मुझे मो निज कर्म मन किसी ना आमको जीवन जबार अच्छे तेणु आम पछू छाड़ी आग को केमी माड़ा से विषय अधिक ध्यान देवा आउ कि कहूनी एतिक रखुच्छे मोर सहपाठी विधाय विद्यादान सहित अन्य विद्यालय भावी आमर स्कूल किए छात्री है तेणु से दीर्घ 13 वर्ष धरी सी गोटे विद्यालय चाकरी आरंभ आज पर्यटन सफल भाव में कार्य चलाई सन्देह ना या स्पष्ट बारी तुम मुखमंडल कहानी मन सुख ना समस्त आखि लुह छाती कोह मन वेदना कारण से भल पाइबा तुमको तुम मन से को आसी था तथापि
ଯେବେଠୁ ଜଏନ୍ କଲି ସେଇ ଠାରୁ ସେ ଆଜି ପର୍ଯ୍ୟନ୍ତ ତାଙ୍କ ସହିତ ଯେତିକି ଦିନ ଆମର ବସା ଉଠା ହେଲା କଥାବାର୍ତ୍ତା ବା ଏକା ସାଙ୍ଗରେ କାର୍ଯ୍ୟ କରିବା ସେଥିରୁ ମୁଁ ସ୍ପଷ୍ଟ କହିସାରିଲଣି। ଶିଖିବାର ଚେଷ୍ଟା ତାଙ୍କର ଅଦମ୍ୟ। ଯେକୌଣସି ଗୋଟେ ଜିନିଷ ଶିଖିଲେ ବା ଜାଣିଲେ ତାକୁ ଆଗକୁ ବଢ଼େଇ ନିଅନ୍ତି। ଯେକୌଣସି ଜିନିଷକୁ ଚଳେଇବା ତାଙ୍କର ନିଆରା ବା ଯେକୌଣସି ଦାୟିତ୍ୱ ତାଙ୍କୁ ଦେଲେ ସେ ତାକୁ ସଠିକ୍ ଭାବରେ ମଧ୍ୟ ତୁଲେଇଥାନ୍ତି। ତାକୁ ଏଇ ମାସର ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଦାୟିତ୍ୱ ଦେଇଥିଲି, ସେ ସଫଳ ଭାବରେ ତାକୁ ତୁଲେଇଛନ୍ତି। ଆଉ ତୁମମାନେ ମଧ୍ୟ ତାଙ୍କୁ ସହଯୋଗ କରିଛ। ପିଲାମାନଙ୍କର ଶିକ୍ଷାଠାରୁ ଆରମ୍ଭ କରିକି ସ୍ୱାସ୍ଥ୍ୟ, ସୁରକ୍ଷା, ନିରାପତ୍ତା ହେଲା ସହଭାଗିତା ସବୁଥିରେ ସେ ଉର୍ଦ୍ଧ୍ୱରେ। ତାଙ୍କ ବିଷୟରେ କିଛି କହିବା ପାଇଁ ମୋ ପାଖରେ ଭାଷା ବି ନାହିଁ ହେଲା। ସେ ଜଣେ ଅବର୍ଣ୍ଣନୀୟ ହେଲା। ତାଙ୍କୁ ଯେତେ କହିଲେ ମଧ୍ୟ ତାଙ୍କ ବିଷୟରେ ତା ଯଥେଷ୍ଟ ହେବ ନାହିଁ। ତାଙ୍କୁ କୌଣସି ଜିନିଷରେ ଦୌଡ଼ି ପାରିବ ନାହିଁ। ତୁମେ ମଧ୍ୟ ବିଦାୟ ସଙ୍ଗୀତରେ ଏ ଅଗଣାର ମାଟି, ଏ ଅଗଣାର ଫୁଲ ତାଙ୍କୁ ସବୁଦିନ ମନେ ପକାଇବ, ସବୁଦିନ ଝୁରିବ। ସେ ଏଠାରୁ ଯୋଉଠି ଯୋଉଠି ଯାଆନ୍ତୁ ସଫଳ ହେବା ନିଜର କାମ ବୁଲେଇବେ ବୋଲି ମୋର ଆଶା ବିଶ୍ୱାସ ହେଲା। ଯଦି ବି ସେ ପୁଣି ଆମ ପାଖକୁ ଫେରି ଆସିବେ ତାହେଲେ ଆମେ ସବୁଠୁ ବେଶୀ ଖୁସି ହବା ନା ନାହିଁ। କିନ୍ତୁ ତାଙ୍କର ସ୍ଥାନ ଅପୂରଣୀୟ ହେଲା। ଗୋଟେ ମଣିଷର ସ୍ଥାନ ସେ ଯାହା କରୁଛି ସେ ଜିନିଷଟା ସେ ହିଁ ସ୍ୱତନ୍ତ୍ର ହେଲା। ସେ ଜିନିଷ ଆମେ ଅନ୍ୟ ପାଖରେ ଆଶା କରିପାରିବା ନାହିଁ। ସମସ୍ତେ ସମସ୍ତଙ୍କ କର୍ମରେ ସ୍ୱତନ୍ତ୍ର। ଆମେ ଆଗକୁ ବଢ଼ିବା, ଆଗକୁ ପହଞ୍ଚିବା ହେଲା। ଯିବା ଆସିବା ବିଧିର ବିଧାନ। ଆମର ଜନ୍ମ ଅଛି ତ ମୃତ୍ୟୁ ଅଛି, ଏହା ସୁନିଶ୍ଚିତ। ଆମେ ଦିନେ ଦିନେ ଘର ପୁସ୍ତକ ଆସିଛନ୍ତି, ଦିନେ ଦିନେ ବିଦାୟ ନେବା। ଦିନେ ଦିନେ ଗୋଟେ ଜାଗାରେ ଆସି ଜଏନ୍ କରିଛନ୍ତି, ଦିନେ ଦିନ ଛାଡ଼ି ଯିବା ପାଇଁ ହେବ ହେଲା। ଏହା ହେଉଛି ବିଧିର ବିଧାନ, ସରକାରଙ୍କର ନିର୍ଦ୍ଦେଶ। ତାଙ୍କୁ ନୂତନ କର୍ମକ୍ଷେତ୍ରରେ ଆଜି ଯାଇ ଯୋଗଦାନ କରିବା ପାଇଁ ପଡ଼ିବ। ତାଙ୍କୁ ମୁଁ ଗତକାଲି ଅପରାହ୍ନ ରିଲିଜ୍ କରିଦେଇଛି ହେଲା। ତେଣୁ ସେ ଆସି ଆମ ପାଖରେ ପୁଣି ପହଞ୍ଚି ପାରିବେ କି ନାହିଁ, ସେଥିପାଇଁ ଆମେ ତାଙ୍କୁ ଆନୁଷ୍ଠାନିକ ଭାବେ ଆଜି ନିଶ୍ଚିତ ଭୋଗିବୁ।